ନୀତିଶଙ୍କ ମାଡ଼ରେ ଥରହର କଙ୍ଗାରୁ, ସଙ୍କଟମୋଚକ ସାଜି ଶତକ ମାରିଲେ ନୀତିଶ, ଷ୍ଟାଡିୟମରେ କାନ୍ଦିଲେ ବାପା। ନୀତିଶ ପୁଷ୍ପା ରେଡ୍ଡି ଅଷ୍ଟ୍ରେଲିଆ ବୋଲରଙ୍କୁ ଘୋଷାରି ଘୋଷାଣି ଛେଚି ଅଷ୍ଟ୍ରେଲିଆ ବୋଲରଙ୍କର ଛଡ଼େଇ ଦେଲା ଚୋପା। ନୀତିଶ କୁମାର ରେଡ୍ଡି 114 ରନର ଇନିଂସ ଖେଳିଲେ। ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନର ଲଞ୍ଚ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ 369 ରନ୍ କରି ଅଲଆଉଟ୍ ହେଲା। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ଦଳ ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ଦଳ 2 ୱିକେଟ୍ ହରାଇ 53 ରନ୍ ସଂଗ୍ରହ କରିଛି। ଟିମ୍ ଇଣ୍ଡିଆ ଠାରୁ ଅଷ୍ଟ୍ରେଲିଆ ଦଳ 158 ରନ୍ ଆଗରେ ରହିଛି। ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ 5 ମ୍ୟାଚ୍ ବିଶିଷ୍ଟ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ୍ 2024-25 ଖେଳାଯାଉଥିବା ବେଳେ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଷ୍ଟାଡିୟମରେ ବକ୍ସିଂ ଡେ ଟେଷ୍ଟ ଖେଳାଯାଉଛି। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ 369 ରନ୍ କରି ଅଲଆଉଟ୍ ହେଲା। ନୀତିଶ ପୁଷ୍ପା ରେଡ୍ଡିଙ୍କର ବିସ୍ଫୋରକ ଶତକ। ଟେଷ୍ଟ ମ୍ୟାଚ୍ରେ ସେ ପ୍ରଥମ ଶତକ ହାସଲ କଲେ। ସେ 114 ରନ୍ କରି ଆଉଟ୍ ହେଲେ। ତ ଫ୍ରେଣ୍ଡ, ଯଦି ଭିଡ଼ିଓଟି ଭଲ ଲାଗିଥିବ ଭିଡ଼ିଓଟିକୁ ଲାଇକ୍ କରନ୍ତୁ।